ପିଲାମାନେ ଆଜି ଆମେ ପଢ଼ିବା ଦଶମ ଶ୍ରେଣୀ ବହିର ଦଶମ ଶ୍ରେଣୀ ବିଜଗଣିତ ବହିର ତୃତୀୟ ଅଧ୍ୟାୟର ସମାନ୍ତର ପ୍ରଗତି ଏପି ପଢ଼ିବା ଆରିଥମେଟିକ୍ ପ୍ରୋଗ୍ରେସନ୍। ତାପରେ ଦେଖ ସୂତ୍ର ହେଉଛି TN ସୂତ୍ର ହେଉଛି a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d। ଆଉ SN ସୂତ୍ର ମନେ ହେଉଛି n ବାଇ 2 ଉଠିଲେ ମଧ୍ୟ ଦେବ 2a ପ୍ଲସ୍ n ମାଇନସ୍ 1 d ହେଲା। ତ ଏଇ ଦୁଇ ସୂତ୍ର ମନେ ରଖିବ ସମାନ୍ତର ପ୍ରଗତି ପାଇଁ ହେଲା। ତ ଆଗ ଅଙ୍କ କରିବା 3a କ ବିଭାଗ କହିଲା ନିମ୍ନଲିଖିତ ପ୍ରତ୍ୟେକ କ୍ଷେତ୍ରରେ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛିବ। କହିଲା 1 ନମ୍ବର 1 2 3 4 ଡଟ୍ 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 ଅନୁକ୍ରମରେ T8 ବାହାର କରିବ। ଆମେ TN ସୂତ୍ର ଜାଣିଛ ସେ ଅନୁସାରେ କରିବା। ତାହେଲେ 1 2 3 4 ଦେଇଛି ହେଲା। ତ କରିବା 1 ନମ୍ବର ଦେଇ ତାହେଲେ TN ସୂତ୍ର ଅନୁସାରେ ବାହାର କରିବ। ଦେଖ T8 ବାହାର କରିବ TN ସୂତ୍ର ହେଉଛି a ପ୍ଲସ୍ n ମାଇନସ୍ 1 d। ତାପରେ ଏଠି ଇଏ କାଟିଦେବ ଇଏ ହେଉଛି 1 ଯେଉଁଟା ଟି ପ୍ରଥମଟା ଯେଉଁଟା T1 T2 T3 T4 ଏଇଟା ହେଲା ତାହେଲେ ଏଇଟାକୁ ଟର୍ମ 1 ଟର୍ମ 2 ଟର୍ମ 3 ଟର୍ମ 4 କହିଲା ଇଏ ତାକୁ ପ୍ରଥମଟାକୁ ଇଏ ଯୋଉଠୁ 1 ଧରିନେଲା ହେଲା। ତ ସବୁଥିରେ ପ୍ରଥମଟା ଇଏ ହେବ ଡିଫରେନ୍ସ ଡିଟା ସାଧାରଣ ଅନ୍ତର ଡି କେତେ ହେବ T2 ଫଳନ T1 2 2 ଫଳନ 1 ତାପରେ 3 2 ଫୋଡ଼ ସେ 3 2 ଫେଡ଼ ଦେବ 1 ହେବ 3 2 ବିয়োଗ କଲେ ତାପରେ 4 3 ବିয়োଗ କଲେ 1 ହେବ। ତାପରେ T8 ବାହାର କରିବା T8 ହେଉଛି T8 n ଜାଗାରେ କେତେ ବସେଇଲା n ମୂଲ୍ୟ 8 ହେଇଗଲା। ଆମେ ଇଏର ମୂଲ୍ୟ 1 ଦେଇଛି n ଜାଗାରେ 8 ବସେଇଦେବ 8 ଫଳନ 1 ଇଣ୍ଟୁ ଡିର ମୂଲ୍ୟ କେତେ ବସେଇଦେବ ଡିର ମୂଲ୍ୟ ବି 1 ପ୍ଲସ୍ 8 ମାନେ 7 ଇଣ୍ଟୁ 1 ପ୍ଲସ୍ 7 ଆନ୍ସର୍ କେତେ ବାହାରିଲା 8। ବୁଝିପାରିଲ। ଆମର ଆଗକୁ ଯିବା 2 କ୍ୱେଶ୍ଚନ୍ ବି ସେଇଭଳିଆ ଦେଇଛି 2 4 6 8 T7 ବାହାର କରିଦେବ ହେଇଛି ହେଲା। ତ ପ୍ରଥମେ ଏ ବାହାର କରିଦେବ ଏଇଟା 2 ହେଲା ଡି ହେଲା 4 ଫଳନ 2 এই 4 2 ହେଲା 2 ବା 6 4 ପରେ 2 ଡିରେ ଯେଉଁଠି ବାହାର କରିବ 4 2 ଫେଣ୍ଡ ବାହାର କରିବ 6 4 ଫେଣ୍ଡ ବି 2 ବାହାର କରିପାରିବ। T7 ବାହାର କରିବା T7 ହେଲା ମାନେ T7 ଯେତେବେଳେ ବାହାର କରିବା ଲେଖିବା a ପ୍ଲସ୍ ଦେଖ ଏର ମୂଲ୍ୟ କେତେ ଦେଇଛି 2 n ମାଇନସ୍ 1 n ଦେଲା 7 ମାଇନସ୍ 1 ଡି ଦେଲା 2 ପ୍ଲସ୍ 7 6 ଇଣ୍ଟୁ 2 ପ୍ଲସ୍ 6 2 12 ଦେଇକି ଦେଲା 14 ହେଇଗଲା ହେଲା। ତାପରେ ଏଠୁ ଥାର୍ଡ଼ ପ୍ରଶ୍ନକୁ ଯିବା। ଥାର୍ଡ଼ ପ୍ରଶ୍ନ କ'ଣ ଦେଇଛି ତାହେଲେ ଇଏ କେତେ ହେବ -5 -3 -1 1 ଥାର୍ଡ଼ ପ୍ରଶ୍ନ ଦେଇଛି T11 ବାହାର କର ତାହେଲେ ଇଏର ମୂଲ୍ୟ ହେଲା କେତେ -5 ହେଲା ଏର ମୂଲ୍ୟ -5 ଡି ବାହାର କରିବା ଡି କେତେ ହେବ -3 ମାଇନସ୍ ବ୍ରାକେଟ୍ ଦେଇ -5 ଲେଖିଦେବ -3 ପ୍ଲସ୍ 5 ପ୍ଲସ୍ 2 ବାହାରିଲା ହେଲା 2 ବା ପ୍ଲସ୍ 2 ଯାହା ଲେଖୁଛି ଦେଖ। ତାପରେ କେତେ TN ବାହାର କରିବ TN ମାନେ T11 ତାହେଲେ n କେତେ 11 ହେଇଗଲା ଏ ପ୍ଲସ୍ ମାଇନସ୍ ଏ ବାହାରିଲା ତାପରେ ପ୍ଲସ୍ n ମାଇନସ୍ 1 n ହେଲେ 11 ଫଳନ 1 ଗୁଣ ଡି 2 ବାହାରିଲା -5 11ରୁ 1 ଗଲେ କେତେ ହେଲା 10 ଗୁଣନ 2 -5 10 10 20 କେତେ ହେଲା ପ୍ଲସ୍ 15 ଉତ୍ତର। ତାହେଲେ ଆନ୍ସର୍ କେତେ ବାହାରିଲା 15। ତାପରେ ଥାର୍ଡ଼ ସରିଗଲା ଆଇଭିକୁ ଯିବା 3 6 9 ଡଟ୍ ଡଟ୍ ସାଧାରଣ ଅନ୍ତର କେତେ 3 6 9 ଏପି ଦେଇଛି ହେଲା। ତ ବା ସମାନ୍ତର ପ୍ରଗତି ଦେଇଛି ତୁମକୁ। ତାପରେ କ'ଣ କରିବ ଏର ମୂଲ୍ୟ 3 ତାହେଲେ ଏଇଠି କାଟିଦେଲା ଏ ପଛରେ କରିବ ତାହେଲେ ଡିର ମୁଁ ଯେତେବେଳେ ଡିର ମୂଲ୍ୟ ମାଗିଛି ତାହେଲେ ଡି ଇଜ୍ 6 ଫଳନ 3 3 ଡିର ମୂଲ୍ୟ କେତେ ବାହାରିଲା ଡିର ମୂଲ୍ୟ ମାଗିଛି ତେଣୁ ଡିର ମୂଲ୍ୟ ଲେଖିଦେବ ଡି ଏ 6 ଫଳନ 3 3
ଯଦି ଏରେ ମାଗିବି ତାହେଲେ ଏରେ ପ୍ରଥମଟା ହେବ। ତାପରେ ଶୁଣ ଆଇ ବି ସରିଗଲା, ଆଇ ଭିକୁ ଯିବା। ଭି ଦେଇଛି -4 -2 0 2 ର ଏପିରେ ସାଧାରଣ ଅନ୍ତର ଡି। ଡି କେତେ ମାଗିଛି? ଏଇଟା ଲାଗି ଏଇ ପ୍ରଶ୍ନ ଅଛି -4 2 0 2 ର ସାଧାରଣ ଅନ୍ତର ଡି ମାଗିଛି। ତାହେଲେ ଡି ବନେ -4 ମାଇନସ୍ ଅଫ୍ ନା ସରି -2 -2 ମାଇନସ୍ ଅଫ୍ -4 -2 -2 -4 ମାଇନସ୍ କ'ଣ ହେଇଗଲା +4 +2। ତ ଡି କେତେ ହେଲା? +2 ହେଲା। 2 ହେବ ଆଉ। ଭିକୁ ଯିବା। ଭି ସରିଗଲା, ଭି ଆଇକୁ ଯିବା। ଭି ଆଇ ଦେଇଛି 10.10.2 10.4 10.6 10.8 T5 is equal to A is equal to A ର ମୂଲ୍ୟ କେତେ ଦେଇଛି? A ର ମୂଲ୍ୟ 10.2 ଦେଇଛି। D is 10.4 କାରଣ 10.2 0.2 ହେଲା। ତାହେଲେ ଏ ଆଉ ଡି ବାହାର କରିଦେଲେ ମତେ ଟି କେତେ ମାଗିଛି? T5 ମାଗିଛି। T5 ତାହେଲେ a ପ୍ଲସ୍ n ମାଇନସ୍ 1 ଡି, a ପ୍ଲସ୍ n ମାଇନସ୍ 1 n ମାନେ 5 ମାଇନସ୍ 1 ଇଣ୍ଟୁ ଡି। ଡି ଦେଲା 0.2। 10.2 ମିଶାଣ 5 ଇଣ୍ଟୁ 0.2 10.2 4 ଦେଲା 8.0.8 8 10 ଏ 10 11 11.0 11 ଲେଖି 11.0 ବା 11 ଲେଖିଲେ ବି ଚଳିବ, କିଛି ଅସୁବିଧା ନାହିଁ। 11.0 ଯେ 11। ତାପରେ ଭି ଆଇ ସରିଗଲା, V2 ଆଇକୁ ଯିବା। V2 এই প্রশ্ন ଦେଇছে 2.5 2.9 3.3 3.7 এপিରେ ସାଧାରଣ ଅନ୍ତର କେତେ ମାଗିଛି? ସୁବିଧା, ତମେ 2.9 ରୁ 2.5 ପଢ଼ିଦେଲେ ସାଧାରଣ ଅନ୍ତର ବାହାରିଯିବ। ଭି ଡବଲ୍ ଆଇ ତାହେଲେ 2.9 ରୁ ଡି ମାଗିଛି। ଡି ମାଗିଛି 2.9 ରୁ 2.5 ଫେରିଦେଲା ମାନେ ହେଇଯିବ 0.4 ଡି ମିଳିଗଲା। ସାଧାରଣ ଅନ୍ତର ଡି ମିଳିଗଲା। କହିଲା ଭିତଳେ କହିଛି 3x9 ଏପି ହେଲେ ଏକ୍ସର ମୂଲ୍ୟ କେତେ? ଏପି ହେଲେ ଏକ୍ସର ମୂଲ୍ୟ କେତେ? ଏକ୍ସର ମୂଲ୍ୟ କାଢ଼ିବା। ଭି ଥାର୍ଡ଼ ହେଲା। ତାପରେ ଦେଖ ତମେ କାଢ଼ିପାରିବ। ଦେଖ ଏଠି 3ରେ 3 ମିଶାଉ 6 ହେଉଛି, ସେଇ 6ରେ ପୁଣି 3 ମିଶାଉ 9 ହେଉଛି। 3 ଡିଫରେନ୍ସ ହେଲେ ଏପିଟା ଠିକ୍ ରହିବ ହେଲା ତ ହେଲା। ସାଧାରଣତଃ ଡିଟା ବି ଠିକ୍ ରହୁଛି। ତାହେଲେ ସେ ଉତ୍ତର କେତେ ହେଲା? 6। ତାହେଲେ 6 ବସେଇଦେବ। ତାହେଲେ ଏକ୍ସ ମୂଲ୍ୟ 6 ବସେଇଦେବ ହେଲା ତ। ଭି ଥାର୍ଡ଼ ଆଇ ଏକ୍ସ କରିବା। ଆଇ ଏକ୍ସ ପ୍ରଶ୍ନ ଦେଇଛି ସାଧାରଣ ଅନ୍ତର ମାଗିଛି। ଆଇ ଏକ୍ସ କ'ଣ ମାଗିଛି? 1.01 1.51 2.01 ତାପରେ 2.51 ଏଥିରେ ଏପି ହେଲେ ସାଧାରଣ ଅନ୍ତର ଡି ବାହାର କର। ତାହେଲେ ଡି ବାହାର କରିବା ପାଇଁ 1.51 ରୁ 1.01 ଫେରିଦେବା। 1.51 ରୁ 1.01 ଶୂନ 5 ରୁ 5 0.50 ବା ତାକୁ 0.5 ଲେଖିଦେଲେ ବି ଚଳିବ। ତାପରେ ଏକ୍ସକୁ ଆସିବା। ଏକ୍ସର ପ୍ରଶ୍ନ ଦେଇଛି ଯେ 5 0 -5 -10 ଡଟ୍ ଏପିରେ ସାଧାରଣ ଅନ୍ତର ଡି କେତେ? ତାହେଲେ ଡି ବି ସେଇଭଳିଆ ତମେ 0ରୁ 5 ଫେରିଦେବ ହେଇଯିବ।
टी टू फाइनल T1 ଆଚ୍ଛା କରିଦେଲେ ଚଳିବ ବା ଦ୍ୱିତୀୟରୁ ପ୍ରଥମ ଫେରିଦେଲେ ହେଇଯିବ ବା ତୃତୀୟ ଦ୍ୱିତୀୟ ଫେରିଦେଲେ ହେଇପାରିବ ଚତୁର୍ଥରୁ ତୃତୀୟ ଫେରିଦେଲେ ହେଇପାରିବ ହେଲା ତ ତାହେଲେ ଦ୍ୱିତୀୟରୁ ପ୍ରଥମକୁ ଫେରିଦେବା ନେକ୍ସଟ ନମ୍ବର 0.5 ତାର ଆନ୍ସର କେତେ ବାହାରିଲା -5 ସରିଗଲା 1 ନମ୍ବର ସରିଗଲା 2 ନମ୍ବରକୁ ଯିବା 2 ନମ୍ବର ଏଇ ପ୍ରଶ୍ନ ଦେଇଛି ନିମ୍ନଲିଖିତ ଅନୁକ୍ରମ ମଧ୍ୟରୁ କେଉଁଗୁଡ଼ିକ ଏପି ସହ ଏଗୁଡ଼ିକ ଏପି ସେଗୁଡ଼ିକୁ ଚିହ୍ନଟ କର ତାର 1 4 7 10 15 16 19 22 କେଉଁଗୁଡ଼ିକ ଏପି ସେଗୁଡ଼ିକ ଚିହ୍ନଟ କରିବ ହଉ 2 ନମ୍ବର ଆଇରେ ପ୍ରଶ୍ନ ଲେଖିବା यार डी बाहर करने कौन कर प्रथम 4 1 फेड़ 3 तापर 7 रु 4 फेड़ 3 तापर 10 रु 7 फेड़ 3 तापर 15 रु 10 फेड़ 5 ये जान डिफरेन्स अलग आसला माने एपी हेब नहीं एपी हेब नहीं 2 नंबर 2 प्रश्न को जावा 2 नंबर 2 डी बाहर करिया 2 से प्रश्न कले 8 रु 1 कले 7 15 रु 8 गले 7 से भाया 22 रु 15 गले से 7 हम 29 रु 22 गले से 7 हम 36 रु 29 गले से 7 हम सब आम डी बाहर कर 43 रु 36 जीव 713 से 7 हम 50 रु 43 जीव से 7 हम है ताने डी सब समाधान एपी हेब एपी हेब समांतर प्रगति हम तापर 2 सरीगला थर्ड को जावा यार एपी हेब न देखा थर्ड प्रश्नर डी 6.17 11.6 11 6 5 हो नहीं सेकेंड थर्ड नहीं है 6 गला 5 सॉरी 6 गला 7 लगी दीजिए ताने 6 गला 5 11 6 गला 5 तापर 15 रु 11 गला 4 हो 11 4 15 ताने 4 है ताने ये एपी हम ना ये लिखिदेव जो लिखिदेव एपी हम नहीं आगे जावा थर्ड आईवी जावा आईवी देची 1 4 डी बाहर करिया 4.1 3 तापर 7.4 3 तापर 9.7 2 ये हम जानते कौन एपी हेब ना एपी हेब डी रो मूल्य समान बाहर माने एपी हेब ना आई भी को जावा भी कर भी से है तो ताने डी -3 -5 -3 +5 +2 बाहर पुणी -1 -3 -1 +3 +2 पुणी 0 और -1 0 +1 1
एटी तो एक बाहरी गला हम ना तो एपी हम समान होगा दरकार डीटा एपी हम ना एपी हम ना यार डी काढ़ा कहला ए प्लस डी ए प्लस टू डी ए प्लस थ्री डी ए प्लस ये कर ए प्लस 7 दे डी जो काढ़ा यार ए प्लस डी माइनस कटिगला डी बाहर पुणी सेकेंड करवा ए प्लस टू डिफरेंट ए प्लस डी ए प्लस टू डी माइनस ए माइनस डी माइनस ए प्लस काटिगला टू डी डी गला गोटे डी पुणी आ गोटे से भाया ए प्लस थ्री डी रु आम ए प्लस टू डी फाड़िया ए प्लस थ्री डी रहा ए प्लस थ्री डी रहा माइनस ए माइनस टू डी प्लस ए माइनस ए कटिगला टू डी थ्री गने डी रहा तापर ए प्लस फोर डी रु ए प्लस थ्री डी को फाड़ा ए प्लस फोर डी माइनस थ्री डी प्लस ए माइनस ए कटिगला फोर डी थ्री वन डी हो ए प्लस फाइव डिफरेंट ए प्लस फोर डी पुणी ए प्लस फाइव डी रू ए माइनस फोर डी ए प्लस फोर डी फाड़ा ए प्लस फाइव डी माइनस ए प्लस ए माइनस ए कटिगला फाइव डी फोर डी गने डी है से भाया आज करवा ए प्लस सिक्स डी सेवेन डी जो ए प्लस सिक्स डी रू ए प्लस फाइव डी फाड़िया ए प्लस सिक्स डी माइनस ए माइनस माइनस फाइव डी प्लस ए माइनस ए कटिगला सिक्स डी रु फाइव डी मैंने डी हो ए प्लस सेवेन डिफरेंट ए प्लस सिक्स डी ए प्लस सेवेन डी माइनस ए माइनस सिक्स डी प्लस ए कटिगला सेवेन डी रु डी गने डी है ताने एपी हम एपी हम पुणी तुम डी बाहर कर डी बाहर कला माने 0.8 रु 0.6 पड़ 0.2 है पुणी 1.0 रु 0.8 पड़ 0.2 है पुणी 1.5 रु 1.0 पड़ के 0.5 होगा ये कौन एपी हम ना डी समान है एपी हम ना तापर V2 इक्वेशन को आसवा ए V थर्ड इक्वेशन को -4 -4 माइनस और -7 -4 माइनस माइनस +7 सात चार गला 3 है देखो तापर -1
-1 -4 -1 +4 ସେଇ +3 ହେଲା। ତାପରେ ସେ ଡିର ମୂଲ୍ୟଟା କାଢ଼ିବା 2 -1 2 -+1 କେତେ ହେଲା 3 ହେଇଗଲା। ସେଇଭଳିଆ 5 ରୁ 2 ପଡ଼ିବ ପୁଣି 5 ଫାଳ 2 3 ହେଉଛି ପୁଣି 8 ଫାଳ 5 3 11 ଫାଳ 8 3 14 ଫାଳ 11 14 ଫାଳ 11 3 ତାଟା ଏପି ହେବ ସବୁ ସମାନ ଭାଗ ଡିର ବୋଲି ଏପି ହେବ। ବିଧାଳି ସରିଗଲା। ତାପରେ 3 ନମ୍ବରକୁ ଯିବା। 2 ନମ୍ବରଟା ଯେଉଁଭଳିଆ 3 ବି ସେଇଟା ଖାଲି ଡି ବାହାର କରିଦେଇଛି। ଡିର 2iର ଡି ବାହାରି ପାରୁ ଡି ବାହାରି ପାରୁ 2iର ବାହାରି ପାରୁଛି ଡି ଆଉ ଭିଆଇର ବାହାରି ପାରୁଛି ଆଉ ଗୋଟେ ଭି ତାଳେର ଯେଉଁଗୁଡ଼ାକ ଏପି ହେବ ସେଗୁଡ଼ାର ଡିଟା ବାହାରି ପାରିବ। ସେଇଟା 3 ନମ୍ବର ଉତ୍ତର ସେଇଟା ଲେଖିଦେବ ହେଲା। ତାପରେ ସରିଗଲା। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ହେଲା, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର ହେଲା। ମୁଁ ତୁମ ରାକେଶ ସାର୍।